ଆମ ରାଜଧାନୀର ପାଖ ସହର ଆଠଗଡ଼ ବ୍ଲକ କୁମାରପୁର ଜିପି ଯେଉଁଠିକି ମହା ଦୁର୍ନୀତି ହେଇଛି। ଏଠାରେ ଯାହା ହିତାଧିକାରୀମାନେ ମୋ ପାଖରେ ଯେଉଁ ଅଭିଯୋଗ କରିଛନ୍ତି, ଅର୍ଥକୁ ସେମାନେ ଉଠେଇଛନ୍ତି କିନ୍ତୁ ଘର ନାହିଁ। ଆଜି ସେମାନେ ଯେଉଁ ପ୍ରକାର କାନ୍ଦୁଛନ୍ତି, ତାଙ୍କର ଯେଉଁ ବିନମ୍ର ଅନୁରୋଧ ଅଛି, ଆମକୁ ଘର ଦିଆଗଲା କିନ୍ତୁ ଆମ ଘର ନାହିଁ। ଆମ ନାଁରେ ପଇସା ଉଠା ହେଇଛି, ଆଉ ସେ ପଇସା ଉଠେଇବାର ବି ମୋ ପାଖରେ ତାଲିକା ଅଛି। 1,20,000 ଟଙ୍କା ସେମାନେ 4ଟା କିସ୍ତିରେ ଉଠେଇଛନ୍ତି। ଏ ପ୍ରକାର ବ୍ୟବସ୍ଥା ଭିତରେ ଯେଉଁ ଆଦିବାସୀ ମାନେ ଆପଣଙ୍କର ମାଧବ ପ୍ରଧାନ, ବତନ ସହେ, ଭୁଲାନା ବେହେରା, ଆରତ ମଲ୍ଲିକ, ସୁମିତ୍ରା ହେସା, ଶୁକ୍ଲ ହେସା, ଏ ପ୍ରକାର ଅନେକ ଲୋକଙ୍କର, ଯୋଉଟା କି ଲୋକ ସଂଖ୍ୟା ଦୃଷ୍ଟିରୁ ବି ଆମେ ଦେଖିବା, ପାଖାପାଖି ମୋ ପାଖରେ ଯାହା ଅଭିଯୋଗ ଅଛି 32 ପରିବାର ଯୋଉମାନେ ଘର ସେଂସନ ହେଇଥିଲା, ପଇସା ଉଠେଇଛନ୍ତି କିନ୍ତୁ ଘର ନାହିଁ। ଏ ପ୍ରକାର ବିଗତ ସରକାରଙ୍କ ସମୟରେ ଯୋଉ ମହା ଦୁର୍ନୀତି ହେଇଛି, ଆମେ ତାକୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଉଛୁ। ଏ ପ୍ରକାର ଦୁର୍ନୀତି ନିଶ୍ଚିତ ଭାବରେ ଆମ ଓଡ଼ିଶାର ବିକାଶ ଭିତରେ ବହୁତ ବଡ଼ ଦୁର୍ଘଟଣା ବୋଲିକି ଆମେ କହିବା, ନିନ୍ଦନୀୟ କାମ ବୋଲିକି କହିବା। ଯେଉଁମାନେ ଏପରି କାମ କରିଛନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆମ ବିଭାଗ ନିଷ୍ପତ୍ତି ନେବା। କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ନିର୍ଦ୍ଦିଷ୍ଟ ତାଲିକା ବି ଦେଇଛନ୍ତି, ତାଙ୍କ ଅଭିଯୋଗ ବି ଦେଇଛନ୍ତି। ସେମାନେ ଲିଖିତ ଆକାରରେ ତାଙ୍କର କେତେ କୋଉ ଦିନରେ ପଇସା ଉଠା ହେଇଛି, ଆଉ ଉଠା ହେଲା ଭିତରେ ବି ଆଜି ଯାହା ଦେଖାଯାଉଛି ଯେ ଏବେ ସେମାନଙ୍କୁ ପଇସା ବି ଫେରା ଯାଉଛି। ଏ ପ୍ରକାର ଅନ୍ୟାୟ ବିଗତ ସରକାର କରୁଥିଲେ। ଏ ଦୃଷ୍ଟିରୁ ଆମେ ଚିନ୍ତା କରୁଛେ ତାଙ୍କର ଲୋକଙ୍କ ପ୍ରତି, ଗରିବ ମାନଙ୍କର ପ୍ରତି, ଆଦିବାସୀ ମାନଙ୍କର ପ୍ରତି କେତେ ସହୃଦୟ ଥିଲା, ଏହା ଅନୁମାନ ହଉଛି। ସେମାନେ ଲୋକଙ୍କ ପାଇଁ କାମ କରୁନଥିଲେ। ଯୋଉ ସୂଚନା ଲୋକଙ୍କ ପାଇଁ କରାଯାଏ, ଗରିବ ମାନଙ୍କ ପାଇଁ କରାଯାଏ, ଅଞ୍ଚଳ ପାଇଁ କରାଯାଏ, ଏ ବ୍ୟବସ୍ଥା ଭିତରେ ଏ ମହା ଦୁର୍ନୀତିର ନମୁନା ଦେଖିବା ପାଇଁ ମିଳୁଛି। ଏହା ଉପରେ ଆମେ କାର୍ଯ୍ୟାନୁଷ୍ଠାନ ଦେଖନ୍ତୁ, ଆମ ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀର ଆଠଗଡ଼ ବ୍ଲକ ଅଧୀନସ୍ଥ କୁମାରପୁର ପଞ୍ଚାୟତରେ ଯେଉଁଭଳି ଆବାସ ଯୋଜନାରେ ମହା ଦୁର୍ନୀତି ହେଇଥିଲା, ସେହି ପରିପ୍ରେକ୍ଷୀରେ ଆଜି ଆମେ ଆସି ଆମର ଯେ ପଞ୍ଚାୟତରାଜ ମନ୍ତ୍ରୀ ଅଛନ୍ତି, ମନ୍ତ୍ରୀ ଶ୍ରୀ ରବି ନାରାୟଣଙ୍କ ପାଖକୁ ଆସିଥିଲୁ। ବେନିଫିସିଆରୀ ମାନେ ଆସିଥିଲେ ଏବଂ ତାଙ୍କର ଆପ୍ଲିକେସନ୍ ବି ଦେଲେ। ବାସ୍ତବରେ ମନ୍ତ୍ରୀ ବି ନିଜେ ଉପଲବ୍ଧ ହେଲେ ଯେ ପଇସାଟା ବି ହଡ଼ପ କରାଯାଇଛି। ଆଉ ପୂର୍ବରୁ ମଧ୍ୟ ପଞ୍ଚାୟତରାଜ ଡିପାର୍ଟମେଣ୍ଟର ଆଡ଼ିସନାଲ୍ ସେକ୍ରେଟାରୀ ଯାଇଥିଲେ, ବିଡ଼ିଓ ମହାଶୟ ସମସ୍ତେ ମିଳିତ ଭାବେ ଜଏଣ୍ଟ ଭାବରେ ଇନକ୍ୱାରି କରିଥିଲେ। ବାସ୍ତବରେ ଘର ହୋଇନାହିଁ, ପଇସା ଉଠିଛି ଏବଂ ଜିଓ ଟ୍ୟାଗିଂରେ ଯେଉଁ ଲୋକ ରହିବା କଥା ଆମର ପ୍ଲିନ୍ଥ ଏବଂ ଲିମିଟେଡ଼ ଏବଂ ରୁଫ୍ ଲେବୁଲରେ ଫଟୋ ଟ୍ୟାଗିଂ ହେବା କଥା, ସେ ବେନିଫିସିଆରୀ ଲୋକଙ୍କର ଫଟୋ ନାହିଁ, ପଇସା ଏଇଟା ହଡ଼ପ କରାଯାଇଛି। ତେଣୁ ମନ୍ତ୍ରୀ ନିଜେ ହୃଦବୋଧ କଲେ ଏବଂ ଯିଏ ଏ ପଇସାକୁ ହଡ଼ପ କରିଛି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଆବାସ ଯୋଜନା ଯେଉଁ କେଳାଙ୍କାରୀ ହେଇଛି ତାର ନିଶ୍ଚିତ ଭାବରେ ଯିଏ ବି ହେଉ, ସେ ଯିଏ ଦୋଷୀ ହେଇଥିବ ତାଙ୍କୁ ନିଶ୍ଚିତ ଭାବରେ ଭିଜିଲାନ୍ସ ଇନକ୍ୱାରି କରାଯାଇ ତାକୁ ଜେଲକୁ ପଠାଯିବ। ଏତେ ତିଳ ହେଲେ ସନ୍ଦେହ ନାହିଁ, ଯେଉଁଟାକି ମନ୍ତ୍ରୀ ବର୍ତ୍ତମାନ ସେଟା କହିଲେ। ଏବଂ ଆଜି ଡିପାର୍ଟମେଣ୍ଟାଲି ହାଇ ଇନକ୍ୱାରି ବସୁଛି, ନିଜେ ମନ୍ତ୍ରୀ ଡାକୁଛନ୍ତି ଏବଂ ମନ୍ତ୍ରୀ ନିଶ୍ଚିତ ଭାବରେ ଗ୍ରାଉଣ୍ଡକୁ ବି ଯିବେ।